ମା ପରି ମମତା ଆଗେ ଆଉ କେହି ଦେଇପାରେ ନା। ଆପଣ ଭାବୁଥିବେ ସଂସାରକୁ ସ୍ତ୍ରୀଟିଏ ନାରୀଟିଏ ଆସିଲେ ଆଜ୍ଞା ଜୀବନ ଚରିତାର୍ଥ ଯିଏ ଗତିପଥ ବଦଳେ ନାହିଁ। ସେଇ ନାରୀ ଆଜ୍ଞା ସେଇ ଶକ୍ତି ଗୋଟିଏ ମା, ଗୋଟିଏ ହଉଛି ସ୍ତ୍ରୀ ଆଜ୍ଞା, ଗୋଟିଏ ଶୟନ ସଙ୍ଗିନୀ ଆତ୍ମ ସୁଖ ଦେଲା ବେଳେ ଆଉ ଜଣେ ଗର୍ଭଧାରିଣୀ ମମତାମୟୀ ମା ମମତା ଦିଏ। ଆଧୁନିକ କବି ଆଜ୍ଞା ଆମ ପାଲାକାର ମାନେ ସଚିରାଉତଙ୍କ ଲେଖା ପାଲା ମାଧ୍ୟମରେ ଗାଆନ୍ତି। କଣ କହିଲେ ସେ କହିଲେ ତେଲ ହଳଦୀରେ ପଚେଇ ଦେଇଛି ଯେଉଁ ଶରୀରକୁ, ଏତେ ବ୍ୟସ୍ତ ହବ ନା, ତେଲ ହଳଦୀରେ ପଚେଇ ଦେଇଛି ଇଏ ଯେଉଁ ଶରୀରକୁ ମା ମୋର, ଯେଉଁ ଶରୀରକୁ ମା ମୋର, ଶରୀରକୁ ମା ମୋର, ଯେଉଁ ଶରୀରକୁ ମା ମୋର, ଭାରି ଯା କହୁଛି ସେଇ ଦେହେ ଆଜି ମାଟି ହୁଅ ଲୁହ ପାଉଡର, ମାଟି ହୁଅ ଲୁହ ପାଉଡର, ମାଟି ହୁଅ ଲୁହ ପାଉଡର। ମା ଯେତେବେଳେ ପିଲା ଦେହରେ ତେଲ ହଳଦୀ ବୋଳି ଦିଏ କାହିଁକି ମା ନା ପିଲାର ଆୟୁଷ ବୃଦ୍ଧି କରିବା, ପିଲାର ମଥାରେ କଳା ଟିକା ମା ପିନ୍ଧେଇ ଦିଏ, ପିଲା ଉପରେ କାହାର କଳା ନଜର ନ ପଡୁ। ନାଇଲୋ ମା ସେଇ ଦେହରେ ସ୍ତ୍ରୀ ଆସି ବାସ୍ନା ସ୍ନେହ ପାଉଡର ବୋଳି ଦିଏ, ହେଲେ ଦେହରୁ ସିନା ବାସ୍ନା ବାହାରେ ତା ଆୟୁଷ ବୃଦ୍ଧି କରେ ନା। ଦେହ ସିନା ବାସ୍ନା ସୁବାସିତ ବାସ୍ନା ସିନା ଦେହରୁ ଆଗେ ବାହାରେ, ହେଇଲୋ ମା ମା ପରି ମମତା ଦିଏନି କି ମାର ସ୍ନେହ କରି ଆତ୍ମ ସୁଖ ଦିଏନି, ଆତ୍ମ ସନ୍ତୋଷ ଯଦି କେହି ଦିଏ ସେ ଗର୍ଭଧାରିଣୀ ମା। ତୁଳସୀ କହିଲା ପ୍ରଭୁ ଆପଣଙ୍କ ପାଦ ତଳେ ସମର୍ପି ଦେଲି ମୁଁ ମା, ଆପଣ ଖାଲି ଟିକେ ହାତ ବଜେଇ ଦିଅନ୍ତୁ ନା, ଏ ପୁଅର ନାଁ ଟା ଆପଣ ଦେବେ। ପ୍ରଭୁ ଠାକୁର ମୋର ହସିଲେ ଆଉ କଣ ଦେବି ତା ନା? ଆଚ୍ଛା ତୋ ନା ତୁଳସୀ, ଯା ତ ପୁଅ ନା ଚନ୍ଦନ ଦେଇଦେଲି। କାହିଁକି ନା ଆଜ୍ଞା ମୋ ପ୍ରଭୁ ତୁଳସୀ ଚନ୍ଦନକୁ ବେଶୀ ଭଲ ପାଆନ୍ତି। ହଁ ତୁଳସୀ ଚନ୍ଦନକୁ ଆଦର କରନ୍ତି ମୋ ପ୍ରଭୁ। ମୋ ପ୍ରଭୁ ନାରାୟଣ ସ୍ୱାମୀ କଣ କହିଲେ? ସଂସାରେ ଯେତେ ଧନ ନୁହେଁ ତୁଳସୀ ବିଚାର କରନ୍ତୁ ଆଜ୍ଞା, ଠାକୁର ଦେହ ଧରି ଥିଲା ବେଳେ କେଡେ ଭାବର କଥା କହିଗଲେ ଭାବ କାହିଁ। ଦେଖନ୍ତୁ ତୁଳସୀ କହିଲା ପ୍ରଭୁ କେଡେ ସୁନ୍ଦର ନାଁଟି ଆପଣ ଦେଲେ, ମତେ ସଂସାର ମଧ୍ୟରେ ପ୍ରଭୁ ତୁଳସୀ ଚନ୍ଦନକୁ ଭଲ ପାଆନ୍ତି, ଅନ୍ତର ହୃଦୟରେ ସ୍ଥାନ ଦେଇଛନ୍ତି ବୋଲି ରାମୟ ପ୍ରଭୁ। ପୁଅଟିର ନା ଚନ୍ଦନ ଦେଲା ବେଳେ ମା ଆତ୍ମତୃପ୍ତି ହେଇ ବିହୋର ହେଇ କାନ୍ଦିଲା କହିଲା ପ୍ରଭୁ ସତରେ କଣ ଆପଣଙ୍କର ମୁଁ ସେବାକାରୀ ହେଇପାରିବିନି? ଦେହ ଧରିଛନ୍ତି ପ୍ରଭୁ କହିଲେ ନାଇଁ ଏଇ ସମୟରେ ମତେ କହିବାକୁ ହବ। ମୋ ଝିଅଟି ଆଜି କହୁଛି। ତୁଳସୀ କହିଲା ପ୍ରଭୁ ମୁଁ ଆପଣଙ୍କର କୋଉ ସେବାରେ ଲାଗିବି କୁହନ୍ତୁ ମତେ। ପ୍ରଭୁ କହିଲେ ଆଉ ସମୟ ମୋ ପାଇଁ ବହୁତ କମ। ଦେହ ଧରିଥିଲା ବେଳେ ପ୍ରଭୁ ଦେଇଗଲେ ଦାୟିତ୍ୱ ଆଜ୍ଞା ଆଜି ଠାରୁ ପରିବା କାଟିବା ଦାୟିତ୍ୱ ହଉଛି ତୋର, ସବୁ ଦାୟିତ୍ୱ ତୋ ଉପରେ ସମର୍ପି ଦେଲି। ଦେଖନ୍ତୁ ଆଜ୍ଞା ଭାବରେ ଭାବ ଗାହି ସବୁବେଳେ ବନ୍ଧା ନିରାମୟ ପ୍ରଭୁ ଆଜ୍ଞା ଅନ୍ତରରେ ଭାବ ଥିବା ବ୍ୟକ୍ତିକୁ ସବୁବେଳେ ଭଲ ପାଆନ୍ତି। କାହିଁକି କହୁଛି କଥା, କାହିଁକି କହିଲି ଆଜ୍ଞା? ମୋ ପ୍ରଭୁ କହିଲେ ସଂସାରରେ ରହିବେ, ସଂସାର ମଧ୍ୟରେ ମୁହଁରେ ବାନ୍ଧି ହେଲେ ବି ସେ ସଂସାରକୁ ଆଜ୍ଞା ଖାଇ ମଧ୍ୟ ସେ ଅନ୍ତର ଯେମିତି ଭଲ ପାଇପାରେ, ସଂସାରକୁ ତ୍ୟାଗ କରିଦିଏ ମୋ ସହିତ ବନ୍ଧୁତା ଭାବ ସମ୍ପର୍କ ଯୋଡ଼ି ପାରେ, ସେଇ ହଉଛି ମୋର ଆପଣ, ସେଇ ହଉଛି ମୋର ପ୍ରିୟ। ସେଦିନ ସର୍ବସ୍ୱ ଦାୟିତ୍ୱ ଆଜ୍ଞା ତୁଳସୀ ଉପରେ ସମର୍ପି ଦେଲେ। ଏ ମା ଆଉ ଗୁଟ ଘାଟ ହେଲେ କଣ ଭଲ ଲାଗିବ ନା? ଗୁଣ୍ଡି ଖାଆନ୍ତୁ ଆପଣ, ପାଲାରେ ମନ ଦିଅନ୍ତୁ। ଗୁଣ୍ଡି ଖାଇବାକୁ ମୁଁ ମନା କରିବି ନା? ପାଲା ଭିତରେ ମନ ଦେବେ ନା, ନହେଲେ ଗାଇବା କହିବାକୁ କେମିତି ଇଚ୍ଛା ହବ କହିଲେ? ଦର୍ଶକ ଶୁଣିଲେ ଶୁଣିବାକୁ ଭଲ ଲାଗେ ନାଇଁ? ଗୋଟିଏ କଥା କହିଲେ ପାଞ୍ଚ କଥା କହିବାକୁ ଇଚ୍ଛା ହୁଏ।
যদি দর্শক শুনিবে আপন খাইবা বালা আমি পরশিবা বালা খাইবার আগ্রহ রহিলে পরশিବାକୁ ଭଲ ଲାଗେ ଯଦି ଆଜ୍ଞା ଖାଦ୍ୟକୁ ଖାଇବେ ପତ୍ର ପାଖରେ ଚୋବେଇ ଗାଳି ଦେବେ ଆଉ ଦେଇକି ଲାଭ ନାହିଁ ମୋ ଖାଦ୍ୟ କଣ ନଷ୍ଟ ହଉଛି ନା ସରି ଯାଉଛି ଆପଣ ଯେମିତି ଖାଇବେ ଆମେ ସେମିତି ବୁଝେଇକି ପରଶୁ ନାଇଁ ଯଦି ଖାଇବାର ଆଗ୍ରହ ନାହିଁ ଯେତେ ସ୍ୱାଦିଆ ଖାଦ୍ୟ ହେଲେ ବି ପରଶିବାକୁ ଭଲ ଲାଗେନି ଦେଖନ୍ତୁ ଆଜ୍ଞା ପରିବା କଟା ଦାୟିତ୍ୱରେ ତୁଳସୀକି ଦେଇଦେଲେ କିଏ ପ୍ରଭୁ ମୋର ଠାକୁର ଦେଇଦେଲେ ଦେଖନ୍ତୁ ସେଇ ସମୟରେ ନାବକେଳି କରନ୍ତି ଆଜ୍ଞା ସବୁ ଭକ୍ତମାନେ ଯେତେବେଳେ ଆଜ୍ଞା ନାବ କାର୍ଯ୍ୟରେ ବ୍ୟସ୍ତ ରହିଯାଇଛନ୍ତି ଆଜ୍ଞା କେହି ଜଣେ ବ୍ୟକ୍ତି ପୁଅକୁ ଗାଧେଇକି ନେଇଥିଲେ ମା ଏଇନେ ପରିବା କଟା ଦାୟିତ୍ୱରେ ଅଛି ଦେଖନ୍ତୁ ବାପା ପରିବା କଟା ଦାୟିତ୍ୱ ଯେତେବେଳେ ଦିଆଯାଇଛି ତୁଳସୀଙ୍କୁ ଦେଖନ୍ତୁ ସେତିକି ବେଳେ ଆଜ୍ଞା ସେ କାର୍ଯ୍ୟରେ ରତ ହେଇଯାଇଛି ମୋ ମା ନିଜର ଧର୍ମ ନିଜ କର୍ମକୁ ଯେ ସୁଚାରୁ ରୂପେ ପ୍ରତିପାଳନ କରେ ତାକୁ ଆଜ୍ଞା ମହତ ବ୍ୟକ୍ତି ବୋଲି କୁହାଯାଏ କାହିଁକି ନା କର୍ମ ଅନୁସାରେ ଫଳ ଆଗ୍ରହ ବଶତଃ ତୁଳସୀ ପରିବା କଟା ଦାୟିତ୍ୱରେ ରହିଗଲା ବେଳେ ପୁଅ ଆଜ୍ଞା ଏଡ଼ିକି ପିଲା ଖେଳିବାକୁ ଯାଇଛି କେହି ଜଣେ ବ୍ୟକ୍ତି ତାକୁ କାକରେ ଯାକି ନେଇଥିଲେ ନାମ କେଳି ଦେଖିବାକୁ ଆଗ ହଠାତ୍ କାଖର ପୁଅଟି ନଦୀରେ ଖସି ପଡ଼ିଲା ଗଲା ଆଜ୍ଞା ସବୁ ଚକଳ ପଡ଼ିଗଲା ସବୁ ଭକ୍ତମାନେ ରୁଣ୍ଡୀଭୂତ ହେଇଗଲେ ତୁଳସୀ ପୁଅଟା ନଦୀରେ ବୁଡ଼ିଗଲା ଏ ବାର୍ତ୍ତା କାହିଁ ମା କାନରେ ବାଜିଲା କଥା କାହିଁ ତୁଳସୀ କହିଲା କଣ କହୁଛନ୍ତି ଆପଣ ମୁଁ କାର୍ଯ୍ୟରେ ବ୍ୟସ୍ତ ଥିଲା ବେଳେ ଜାଣିଛୁ ମା ପିଲାଟି ଆମ ସାଙ୍ଗରେ ଯାଇଥିଲା ନଦୀ ମଧ୍ୟରେ ଖସି ପଡ଼ିଲା ଆମେ ଶତ ଚେଷ୍ଟା କଲା ପରେ ବି ପିଲାକୁ ଆମେ ନଦୀ ଗର୍ଭରୁ ଉଠେଇ ପାରିଲୁ ନା କାହିଁକି ମା ଏଇଠି କହିଲେ ପ୍ରଭୁ ମତେ ଏତେ ବଡ ଦାୟିତ୍ୱରେ ଛନ୍ଦି ଦେଲା ପରେ କାହିଁକି ଏଡେ ବଡ ଦୁଃଖ ଆପଣ ଦେଲେ ମୋ ପିଲାଟି ଯାଇଥିଲା ଏପର୍ଯ୍ୟନ୍ତ କାହିଁକି ଫେରିଲାନି ସମସ୍ତେ କହୁଛନ୍ତି ନଦୀ ମଧ୍ୟରେ ପୁଅଟି ବୁଡ଼ି ଯାଇଛି ଏତେ ଗଭୀର ନଦୀ ମଧ୍ୟରେ ପିଲାଟି ବୁଡ଼ିଗଲା ଆଉ କଣ ସେ ଜୀବିତ ଥିବ ଦେଖନ୍ତୁ ଆଜ୍ଞା ମାର ଅନ୍ତର ମଧ୍ୟରେ ତୁଳସୀ ଚିନ୍ତା କଲା ଯାହାହେଲେ ବି ରକ୍ତଧାରୀ ମଣିଷ ସିଏ ଯେତେ ପ୍ରଭୁର ବାହୁ ଛାତରେ ଥିଲେ ବି ଯେତେ ପ୍ରଭୁର ଆଶ୍ରୟ ହେଲେ ବି ତୁଳସୀ ଅନ୍ତର କାନ୍ଦି ଉଠିଲା କହିଲା ପ୍ରଭୁ ତୋ ସେବାରେ ମୁଁ ତ କିଛି ନା କରିନି ମୋ ନିଜକୁ କଷ୍ଟ ଦେଇ ମୁଁ ତୋତେ ସବୁବେଳେ ଆନନ୍ଦ ଦେଇ ଆସିଛି ତୋ ସେବା କେବେ ମୁଁ ଦୂରିତ ହେଇନି ହେଲେ ତୋର ଏଇ ପରୀକ୍ଷା ତୁ କାହିଁକି ତୋ ଧୈର୍ଯ୍ୟର ପରୀକ୍ଷା ନଉଛୁ କହି ପିଲାଟି ଯାଇଛି ଯେ ଏପର୍ଯ୍ୟନ୍ତ ଫେରିଲାନି ସେ କେଉଁଠି ରହିଲା କେମିତି ବୁଡ଼ିଗଲା ଗ୍ରାମବାସୀ ମାନେ କହିଲେ ମା ଆଉ ଚିତ୍କାର କଲେ କାନ୍ଦିଲେ ମଥା ବାଡ଼େଇଲେ କିଛି ଲାଭ ହବନି ପିଲାଟି ମରିଯାଇଛି ନଦୀ ଗର୍ଭରେ ଆମେ ଯେତେ ଖୋଜିଲୁ କେହି ପାଇଲୁ ନା ଦେଖନ୍ତୁ ଆଜ୍ଞା ହାତ ଟେକିଦେଲା ତୁଳସୀ କହିଲା ପ୍ରଭୁ ତୁ ଯଦି ରଖିବୁ ତାହେଲେ ମାରିବ କିଏ ଆଉ ତୁ ଯଦି ମାରିବୁ ତାହେଲେ ରଖିବ କିଏ ଏ ମନ ପ୍ରାଣ ଦେହ ସବୁ ଛାଡ଼ି ତୋ ସେବାରେ ମୁଁ ନିଯୁକ୍ତି ହେଇ ସାରିବା ପରେ ଯଦି ମୋ ପିଲାଟିକି ମାରିଦେବାର ଅଛି ତାହେଲେ ମୁଁ ଦୁଃଖ କରିବି ନା କାହିଁକି ମା ସଂସାର ମଧ୍ୟରେ ପିଲା ହଉ ପରିବାର ହଉ ମା ସମସ୍ତଙ୍କୁ ଭୁଲି ପାରେ ହେଲେ ପିଲାକୁ ଭୁଲି ପାରେ ନା ପିଲାଟି ମରିଗଲେ କି ମାସେ 6 ମାସେ ବର୍ଷେ କାନ୍ଦେ ହେଲେ ମା କି ଚିରନ୍ତନ ସବୁବେଳେ କାନ୍ଦୁଥାଏ ମରିକି ମାଟିରେ ମିଶିବା ପର୍ଯ୍ୟନ୍ତ ପିଲା ପାଇଁ ମାର ଅନ୍ତର ସବୁବେଳେ କାନ୍ଦେ କାହିଁକି ମା ପୁରୁଣା ବେଳେ କଥାଟି ହେଲେ ବି ପାଳାର ନିହାତି ଆବଶ୍ୟକତା ପଡେ ସେଦିନ ତୁଳସୀ କାନ୍ଦୁଛି ସବୁ ଭକ୍ତମାନେ ସାଧୁ ସନ୍ଥ ମାନଙ୍କର ଅନ୍ତର ତରଳି ଗଲା ପୁଅର ଦୁଃଖରେ ପୁଅର ବିଚ୍ଛେଦରେ ପୁଅର ମୃତ୍ୟୁବାର୍ତ୍ତାରେ ମା ବି କେମିତି କରୁ ଚିତ୍କାର କରୁଛି ମା ପରି କିଏ ହେବାରେ ମା ପରି বসুধা ওরা দিব কোটি পুণ্যরে মা পারি কে মা পারি কে মা পারি মানা বসুধা বাচ্চাতে বসুধা মানা বসুধা বাচ্চাতে বসুধা ওরা দেব কোটি পুণ্যরে মা পারি কে
ମାର ଦୁଃଖ ଦେଖି ସମସ୍ତଙ୍କ ଅନ୍ତର କାନ୍ଦି ଉଠିଲା ମା। ସେଦିନ ଚହଳି ପଡିଗଲା। ପୁଅଟିକି କେମିତି ଉଦ୍ଧାର କରିବେ? ହେଲେ ଉଦ୍ଧାର କଣ କରିବେ ଆଜ୍ଞା? ଅଥଳ ଗଭୀର ନଦୀ ମଧ୍ୟରେ ଯେ ବୁଡ଼ି ଯାଇଛି ଆଉ ସେ ଜୀବନରେ ରଖିବ। ତୁଳସୀ ଉପରକୁ ହାତ ଟେକିଦେଲେ ତୁ ଯଦି ଉଦ୍ଧାର କରିବୁ ତାହେଲେ ମାରିବ କିଏ? ତୁ ଯଦି ରକ୍ଷା ନ କରିବୁ ତାହେଲେ କିଏ ସେ ରକ୍ଷା କରିବ? ଯେତେବେଳେ ଉପରକୁ ହାତ ଟେକି ଦେଇଛି ମା ଆଗେ ବାପା ସେତେବେଳେ ଗୋବର୍ଦ୍ଧନ ବାବା ଥିଲେ। ଧାଇଁ ଆସିଲେ ଆଗେ ଆଗ ଘରେ ତୁଳସୀ ଜମା କାନ୍ଦେନି, ମୁଁ ତୋ ପୁଅକୁ ଉଦ୍ଧାର କରିବି। ଦେଖନ୍ତୁ ଆଜ୍ଞା ନଦୀ ଗର୍ଭକୁ ବାବା ଡେଇଁ ପଡିଲେ। ସେଦିନ ନଦୀ ଗର୍ଭକୁ ଡେଇଁ ପଡିଲା ବେଳେ ବଡ଼ ଦେଶରେ ଯେତେ ସବୁ ଜନଗହଳି ଭକ୍ତମାନେ ସବୁ ବେଠୁଛନ୍ତି। ବାବା ନଦୀ ଗର୍ଭକୁ ଭିତରକୁ ଯାଉଛନ୍ତି ପୁଅଟିକୁ ନଦୀ ଜଳ ଉଦ୍ଧାର କରିବା ପାଇଁ। ତୁଳସୀ କେବଳ ପ୍ରଭୁ ନାମକୁ ଜପୁଛି। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ଠାକୁରଙ୍କ ସଦାଚ ପୂର୍ଣ୍ଣ ଆନନ୍ଦ କେବଳ ହରି ବୋଲ। ବିଚାର କର ମା ଜନଗହଳି ସମସ୍ତେ ଚାହିଁଛନ୍ତି ତଟସ୍ଥ ହେଇ ବାବା ନଦୀ ଗର୍ଭକୁ ଗଲେ। ଏମିତି ପ୍ରଭୁର ଲୀଳା ନଦୀ ଗର୍ଭକୁ ଆଜ୍ଞା ସେଦିନ ବାବା ଯେତେବେଳେ ପୁଅକୁ ଉଠେଇ ଆଣିଲେ ଜଳରୁ ସମସ୍ତେ ଚାହିଁଛନ୍ତି କାହାର ଆଖିର ପଲକ ପଡୁ। ଏତେ ଜନଗହଳି ନଦୀ ଗର୍ଭରେ ଯେତେବେଳେ ଖୋଜିଲା ବେଳେ ପୁଅକୁ ପାଉନଥିଲେ ସେତିକି ବେଳେ ଗୋବର୍ଦ୍ଧନ ବାବା ଆଜ୍ଞା ନଦୀ ଗର୍ଭରୁ ପୁଅକୁ ଉଠେଇ ଆଣିଲେ। ପ୍ରଭୁ ନାରାୟଣ ସ୍ୱାମୀ କଲ୍ୟାଣ କରନ୍ତୁ, ଜ୍ଞାନ ଦିଅନ୍ତୁ, ବୁଦ୍ଧି ଦିଅନ୍ତୁ ପ୍ରଭୁ। ଏଡ଼ିକି ପିଲାକୁ ନଦୀ ଗର୍ଭରୁ ଉଠେଇ ଆଣିଲା ବେଳେ ଏଡ଼ିକି ପିଲା କହୁଛି ବାବା ଆପଣ ସିନା ମତେ ଉଠେଇ ଆଣିଲେ ପ୍ରଭୁ କିନ୍ତୁ ନଦୀ ଗର୍ଭରେ ରହିଗଲେ। ମତେ ସିନା ନଦୀ ଜଳରୁ ଆପଣ ଆଣିଲେ ଜଳ ମଧ୍ୟରେ ଠାକୁର ମୋର ରହିଗଲେ। ଆରେ ଏ ପୁଅଟା ଏମିତି କଣ କହୁଛି କହିଲେ ଜାଣିଛନ୍ତି ବାବା ଆପଣ ମତେ ନଦୀ ଗର୍ଭରୁ ଆଣିଲେ କିନ୍ତୁ ବାପା ପ୍ରଭୁ ମୋର ଠାକୁର ପୁରା ଜଳରେ ରହିଗଲେ। ଆଉ ଜାଣିଛନ୍ତି ନା ମୋ ପାଟିଟାକୁ ବନ୍ଦ କରିକି ସେ ରଖିଥିଲେ। ଜଳ ମଧ୍ୟରେ ମୁଁ ତଳକୁ ଗଲାବେଳେ ସେ ମତେ କୋଳରେ ଚାପୁଡି ଧରିଲେ। ଆପଣ ମତେ ଆଣିଲେ ମୋ ଠାକୁର ତଳେ ରହିଗଲେ ବାବା। କାହିଁକି ଆଜ୍ଞା? ନା ଏଡ଼ିକି ପିଲା ପାଟିରେ ଜଳ ପଶିଯିବ ବୋଲି ମୋ ପ୍ରଭୁ ତା ପାଟିକି ବନ୍ଦ କରିକି ରଖିଥିଲେ। କାଳେ ମାଟିରେ ଲାଗିଯିବ ବୋଲି ତାକୁ ନଦୀ ଗର୍ଭରୁ ଆଜ୍ଞା ତୋଳିକି ଧରିଥିଲେ। ଯାହାକୁ ନଦୀ ଗର୍ଭରୁ ସେଦିନ ଆଜ୍ଞା ଗୋବର୍ଦ୍ଧନ ବାବା ଇଏ ପ୍ରଭୁକୁ ଜଳରୁ ଇଏ ପୁତ୍ରକୁ ଆଜ୍ଞା ଉଦ୍ଧାର କଲେ। ତୁଳସୀ ଧରିଛି ପୁଅକୁ କହିଲା ଠାକୁରେ ତୁ କେଡ଼େ ଲୀଳାମୟ କହିଲୁ, ତୋ ଲୀଳାକୁ କିଏ ସେ ବନିବ କହିଲୁ, ଆଉ ତୋ କୀର୍ତ୍ତିକି କିଏ ସେ କହିବ ପ୍ରଭୁ। ଆଜି ମୋ ପୁଅକୁ ତୁ ହିଁ ଉଦ୍ଧାର କରିଛୁ। ଏଡ଼ିକି ପିଲା ଯାହା କହୁଛି ସମସ୍ତେ ବିଶ୍ୱାସ କଲେ ଯେ ନଦୀ ଗର୍ଭରେ ଜଳ ମଧ୍ୟରେ ଠାକୁର ପୁଅକୁ ରଖିଥିଲେ, ପାଟି ବନ୍ଦ କରିଥିଲେ ଜଳ ପଶିଯିବ ବୋଲି। ସମସ୍ତେ ଉଚ୍ଚ କଣ୍ଠରେ କହିଲେ ନାରାୟଣ ସ୍ୱାମୀଙ୍କର ଜୟ ହେଉ। ଜୟ ଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ଠାକୁରଙ୍କ ସଦାଚ ପୂର୍ଣ୍ଣ ଆନନ୍ଦ କେବଳ ହରି ବୋଲ। କହିଲେ ତାକୁ କିଏ ଅବା ପାରିବ ହରି ଦୃଷ୍ଟି ଅଗ୍ରେ ଖେଳେ ଯାଜୁୟ ଜ୍ୟୋତିରେ, ଦୃଷ୍ଟି ଅଗ୍ରେ ଖେଳେ ଯାଜୁୟ ଜ୍ୟୋତିରେ, ସର୍ବସ୍ଥାନେ ରହିଥାଏ ତାକୁ କିଏ ଅବା ପାରିବ ଧରି, ତାକୁ କିଏ ଅବା ପାରିବ ଧରି। ଦୃଷ୍ଟି ଅଗ୍ରେ ଖେଳେ ଯାଜୁୟ ଜ୍ୟୋତିରେ, ଦୃଷ୍ଟି ଅଗ୍ରେ ଖେଳେ ଯାଜୁୟ ଜ୍ୟୋତିରେ, ସର୍ବସ୍ଥାନେ ରହିଥାଏ ତାକୁ କିଏ ଅବା ପାରିବ ଧରି।
ତାକୁ କିଏ ଭାବ ପାରିବ ଧରି ତାକୁ କିଏ ଭାବ ପାଲାକ୍ଟରେ ସମସ୍ତ ଆମର ବିଜ୍ଞ ସଜ ଦେଖନ୍ତୁ ଆଜ୍ଞା ଆପଣ ବିଚାର କରନ୍ତୁ ଯେତେ କହିଲେ ପ୍ରଭୁ ଲୀଳା ସରିବନି ମୋ ସା ନିଦ ଲାଗିଲାନି ହଁ ଜମା ନିଦ ହବନି ତାହେଲେ ପ୍ରଭୁ ମତେ ଟିକେ ଭଜନ ଟିକେ ଶୁଣିବା ତାପରେ ସୁନ୍ଦର କଥା ଅଛି ଯେତେ କହିଲେ ସରିବନି ତା ଲୀଳା ବାବା କିଏ ସରିବ କହିଲେ ଆମେ ନିମିତ୍ତ ମାତ୍ର ଆଜ୍ଞା ତାଙ୍କ ଲୀଳା ଆମେ ସରେଇ ପାରିବା ସୁନ୍ଦର କଥା ଅଛି